ପୁଣି ଅପେକ୍ଷା କରିବାକୁ ପଡିବ ଆହୁରି ଗୋଟେ ଦିନ। ସମସ୍ତେ ଧର୍ମ କରୁଛନ୍ତି ମାସ ଯାକ ଆଇଁଷ ଛାଡିକି, କିଏ କିଏ ପିଆଜ ରସୁଣ ଛାଡୁଛନ୍ତି, କିନ୍ତୁ ମାସ ଆରମ୍ଭରୁ କ୍ୟାଲେଣ୍ଡରରେ ଦେଖିଦେଇଥିବେ ଯେ କୋଉ ବାର ପଡୁଛି ଛାଡ ଖାଇ। ସବୁବେଳେ ସେମିତି ଶନିବାର ପଡୁଛି, ପୁଣି ସଂକ୍ରାନ୍ତି, କାଲି କେତେ କୁକୁଡ଼ା ଛେଳି ସବୁ ମରିବେ କିଛି ଠିକଣା ନାହିଁ। ମୋର ତ ସବୁ ପୁଣ୍ୟ ଗଲା। ମୁଁ ଆଜି ରାତି 4ରୁ ଗାଧେଇକିନା, ହେ ଭଗବାନ, ରାତି 4ରୁ ଗାଧେଇ ଡଙ୍ଗା ଭସେଇ ପୂର୍ଣ୍ଣମୀରେ ପୁଣ୍ୟ କରି କଣ ଛାଡ ଖାଇ କଥା ଚିନ୍ତା କଲିଣି। ପୁଣି ଆମିଷ ପାଟିରେ ଧରିଦେଲୁଣି। ଆମିଷ ଆଜି ଯାଇଥିଲି ମାର୍କେଟ, ଯୋଉ ଦେଖୁଥିଲି ଯେ ଆଜି ତ ଲୋକ ଖାଉଛନ୍ତି ଆଇଁଷ, ତିଆରି ହଉଛି। ମୁଁ ଖାଲି ଏମିତି କରିକିନା ଆସିଲି। ପିଆଜ ରସୁଣ ବି ମାନେ ଖାଇନି। ମୁଁ କିନ୍ତୁ ଛାଡ଼ ଖାଇ କଥା ଭାବୁନି ଯେ, ମୁଁ ସେଇ ଛେଳି କୁକୁଡ଼ା ମାଛ କଥା ଭାବୁଛି। କ'ଣ ତାଙ୍କ ଅବସ୍ଥା ପରଦିନ ହବ। ସେମାନେ ଆଜି କାନ୍ଦୁଥିବେ ନା? କାନ୍ଦୁଥିବେ। ସେ ବେପାରୀ ମାନେ ଅପେକ୍ଷା କରି ରହିଛନ୍ତି, ମାସେ ହେଲା ତାଙ୍କର ବେପାର ଲସ୍ ମାନ୍ଦା। ଆଉ ସେମାନେ ପୁଣି କରିବେ ନା ନାଇଁ, ବେପାର କରି ସବୁଆଡେ ଦେଖିବାକୁ ପଡିବ। ଆଉ ସେମାନେ ଜନ୍ମ ତ ହେଇଛନ୍ତି ସେଥିପାଇଁ, ଆଉ ତମେ ଖାଇବ ବୋଲି। ଖାଇବୁ ବୋଲି। ସେମାନଙ୍କ ଜନ୍ମ ଆମ ପେଟ। ଆମର ଏତେ ଜୀବଜନ୍ତୁ ଅଛନ୍ତି, ଆଉ କାହିଁ ଖାଉ ଖାଉନାହାନ୍ତି? କୁକୁର ବିଲେଇ ଆମକୁ କାହିଁ ଖାଉଛନ୍ତି? ତାଙ୍କ ଜୀବନଟା ଆମ ପାଇଁ ଉତ୍ସର୍ଗୀକୃତ ବୋଲି ଭାବିଦବା ଆଉ।